ଶ୍ରୀରାମଚନ୍ଦ୍ରଙ୍କର ବିଜୟୋତ୍ସବ ଚତୁର୍ଥ ଥର ପାଇଁ ମହା ଆଡମ୍ବରରେ ପାଳନ ହେବାକୁ ଯାଉଛି। ଏ ବର୍ଷ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେଇଛି। 500 ବର୍ଷର ପ୍ରତୀକ୍ଷା, ଦୀର୍ଘ ଦିନର ତ୍ୟାଗ ତିତିକ୍ଷା ବଳିଦାନ ପରେ ଲୋକମାନଙ୍କ ଭିତରେ ସର୍ବଭାରତୀୟ ସ୍ତରରେ ରାମ ପ୍ରେମ ଅଛି। ଧାମନଗରରେ ଆଜି ସକାଳୁ ହଜାର ହଜାର ସଂଖ୍ୟାରେ ରାମ ଭକ୍ତ ମାନେ ଇଏ ଗଣଦୌଡ଼ରେ ସାମିଲ ହୋଇଛନ୍ତି। ଧାମନଗରରେ ରାମ ନବମୀ ଏଥର ରାଜ୍ୟସ୍ତରୀୟ ମହୋତ୍ସବ ଭାବରେ ପରିଣତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ସାଧାରଣ ଲୋକଙ୍କର ଯେଉଁଭଳି ଭାବରେ ଉତ୍ସାହ ଉଦ୍ଦୀପନା ଅଛି ଏହାକୁ ପ୍ରମାଣିତ କରୁଛି। ସାଂସ୍କୃତିକ ରାଷ୍ଟ୍ରବାଦରେ ସମସ୍ତେ ମୁଗ୍ଧ ହୋଇ ରାମ ପ୍ରେମରେ ସମସ୍ତେ ତଲ୍ଲୀନ ହୋଇ ଏ ପ୍ରକାର ଯେଉଁ ଗଣଦୌଡ଼ରେ ସ୍ୱତଃପ୍ରବୃତ୍ତ ଭାବେ ଆସିଛନ୍ତି ଏ ନିହାତି ଭାବରେ ଐତିହାସିକ ଓ ଅବିସ୍ମରଣୀୟ। देखु यह समग्र हिंदू समाज पर एक गौरवर विषय। प्रभु श्रीरामचंद्र जो दिन रावण को बद्ध करते समग्र समाज हिंदू समाज पाप नाश करते परिप्रेक्षी आज धामनगर एक महापर्व श्रीराम विजया दशमी महोत्सव पालन करा जाउची। हजार हजार राम भक्त सनातन हिंदू माने ए पर्व में सामिल होती। आम आशा करुचु ए पर्व निश्चित भाव में आहरी मजबूत हम, बहु संख्यार आहरी जोगदेवे, आहरी बहुत संख्यार मेढ़ आसो। आमर जो 19 तारीख जो कार्यक्रम अच्छी से समस्त को सामिल होगा आम नवेदन करुचु, अनुरोध करुचु। जय श्रीराम।